ओम श्री साईराम। तपोवनम श्री सत्यसाई सच्चरित सप्तम अध्याय। सर्वशक्तिमान सृष्टिकर्ता पालनकर्ता संहारकर्ता। मु ही आत्मा जीव जगतर समस्तଙ୍କ ଠାରେ ବାସ କରୁଛି। ମୁଁ ସବୁ କିଛିର ଆଦି ମଧ୍ୟ ଓ ଅନ୍ତ। ସଚରାଚର ଜଗତରେ ଯାହା ସବୁ ଦେଖୁଛ ସେ ସବୁ ଏହି ଆତ୍ମାର ବିଭିନ୍ନ ପରିପ୍ରକାଶ। ବାବା। ସୃଷ୍ଟି ସଜୀବ ପଦାର୍ଥକୁ ନିର୍ଜୀବ କରିଦେବା ଓ ନିର୍ଜୀବ ପଦାର୍ଥକୁ ସଜୀବରେ ରୂପାନ୍ତରିତ କରିବା ଭଗବାନଙ୍କର ଗୋଟିଏ ଲୀଳା ଭାବେ ଗ୍ରହଣ କରାଯାଏ। ଏହି ଲୀଳା ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦ୍ୱାରା ବାରମ୍ବାର ପ୍ରଦର୍ଶିତ ହୋଇଅଛି, ହେଉଅଛି ମଧ୍ୟ। ଜନ୍ଦାରୁ ମାଳି। ଶ୍ରାବଣ ମାସରେ ପବିତ୍ର ଶୁକ୍ରବାର ଗୁଡ଼ିକରେ ବିବାହିତା ସ୍ତ୍ରୀ ଲୋକମାନେ ଗୌରୀ ପୂଜା କରିଥାନ୍ତି। ଗୋଟିଏ ହିନ୍ଦୁ ଦମ୍ପତି ଥରେ ଏହି ଅବସରରେ ଭଗବାନ ବାବାଙ୍କ ପାଦ ପୂଜା କରିବାରେ ସୁଯୋଗ ଖୋଜିଲେ। ତାଙ୍କ ଅନୁରୋଧ କ୍ରମେ ସ୍ୱାମୀ ଅନୁମତି ଦେଲେ। ସେମାନେ ଆବଶ୍ୟକ ସାମଗ୍ରୀମାନ ଯୋଗାଡ଼ କଲେ, କିନ୍ତୁ ସେମାନେ କଳା ମାଳି ଯୋଗାଡ଼ କରିପାରିନଥିଲେ। ତାହା କିନ୍ତୁ ଏ ପୂଜା ପାଇଁ ଅତ୍ୟାବଶ୍ୟକ ଥିଲା। ନିର୍ଦ୍ଧାରିତ ସମୟରେ ସ୍ୱାମୀ ଆସି ଆସନ ମଣ୍ଡନ କଲେ। ଅତି ଆନନ୍ଦ ଉତ୍ସାହରେ ଦମ୍ପତି କଳାମାଳି କଥା ଭୁଲିଯାଇ ପୂଜା ଆରମ୍ଭ କରିଦେଲେ। ହଠାତ୍ ଗୋଟିଏ କଳା ଜନ୍ଦା ସ୍ୱାମୀଙ୍କୁ ଅର୍ପଣ କରାଯାଇଥିବା ଫୁଲରୁ ବାହାରି ଆସିଲା। ସ୍ୱାମୀ ହସି ହସି କହିଲେ, ହେ, ତୁମେ କ'ଣ ମୋତେ ଜନ୍ଦା ଅର୍ପଣ କରି ପୂଜା କରୁଛ? ବାବା ଏହା କହୁ କହୁ ଜନ୍ଦାଟିକୁ ଉଠାଇ ଆଣି ମହିଳାର ହାତରେ ଧରାଇ ଦେଲେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି। ହଠାତ୍ ଜନ୍ଦାଟି ଦୁଇଟି କଳାମାଳିରେ ପରିଣତ ହୋଇଗଲା। ଏହି ପୂଜା ପାଇଁ ଯାହା ନିହାତି ଦରକାର ଥିଲା ତାହା ବର୍ତ୍ତମାନ ଦମ୍ପତିଙ୍କ ହାତରେ। କୃତଜ୍ଞ ଭରା ହୃଦୟରେ ଦମ୍ପତି ସ୍ୱାମୀଙ୍କ ଜାଣିବା ଶକ୍ତି ଓ ଅଭାବ କଥା ଜାଣି ତାହାକୁ ପୂରଣ କରିବାର ଶକ୍ତି ଦେଖି କୃତ୍ୟ ହୋଇଗଲେ। ସେମାନଙ୍କ ପୂଜାକୁ ସଠିକ ରୀତିରେ ଓ ସଠିକ ନୀତିରେ ସନ୍ତୋଷଜନକ ଭାବେ ସମାପନ କରିବା ପାଇଁ ବାବା ସମସ୍ତ ସୁବିଧା କରିଦେଇଥିବାରୁ ମହିଳା ଜଣକ ଆନନ୍ଦାତି ଶଯ୍ୟାରେ ଅଧୀର ହୋଇ ଉଠୁଥିଲେ। ଏଠାରେ ଗୋଟିଏ ଜୀବକୁ ତା ଜୀବନ ନ ନେଇ ବାବା ନିର୍ଜୀବ ପଦାର୍ଥରେ ପରିଣତ କରିଦେଲେ। ଅନ୍ୟ ଏକ ଘଟଣାରେ ବାବା ଗୋଟିଏ ନିର୍ଜୀବ ପଦାର୍ଥକୁ ଜୀବନ୍ତ ପକ୍ଷୀ କରିଦେଇଥିଲେ। ପାନ ପତ୍ରରୁ ଶୁଆ। ସ୍ୱାମୀ ଆନ୍ଧ୍ରପ୍ରଦେଶ ଭ୍ରମଣ କରୁଥିବା ସମୟରେ ଜଣେ ଭକ୍ତ ଘରେ ରହିଥିଲେ। ଭୋଜନ କରିବା ପରେ ରୂପା ଥାଳିରେ ପାନପତ୍ର, କଟାଗୁଆ, ଚୂନ ଓ ଅନ୍ୟ ସାମଗ୍ରୀମାନ ବାବାଙ୍କ ପାଖରେ ରଖାଗଲା। ବାବା ଧୀରେ ଧୀରେ ପାନରୁ ଶିରାଗୁଡ଼ିକ କାଢ଼ିଲେ ଏବଂ ଥାଳିରେ ପାନ ଶିରାଗୁଡ଼ିକୁ ଗୋଟିଏ ଶୁଆ ଆକାରରେ ସଜାଇ ରଖିଲେ। ସେ ପର୍ଯ୍ୟନ୍ତ ସେ ସମବେତ ସମସ୍ତଙ୍କ ସହ ଲଘୁ ବାର୍ତ୍ତାଳାପରେ ବ୍ୟସ୍ତ ଥିଲେ। ହଠାତ୍ ପଚାରିଲେ, ବର୍ତ୍ତମାନ ଭଗବାନ କେଉଁ କର୍ମରେ ବ୍ୟସ୍ତ ଅଛନ୍ତି ବୋଲି ଭାବୁଛ? ସେମାନେ କହିଲେ, ଭଗବାନ ସୃଷ୍ଟି କରିବାରେ ବ୍ୟସ୍ତ ଅଛନ୍ତି। ସ୍ୱାମୀ ହଠାତ୍ ଥାଳିକୁ ନିଜ ସମ୍ମୁଖରେ ଆଣି ଶୁଆ ଆକାରର ସଜା ହୋଇଥିବା ପାନ ଶିରାଗୁଡ଼ିକୁ ଛୁଇଁ ଦେଲେ। ତତ୍କ୍ଷଣାତ୍ ତାହା ଗୋଟିଏ ଜୀବନ୍ତ ଶୁଆରେ ପରିଣତ ହୋଇଗଲା ଓ ଡେଣା ପିଟି ଖୁବ୍ ଜୋରରେ ଉଡ଼ିଗଲା। ଭକ୍ତମାନେ ଏ ଦୃଶ୍ୟ ଦେଖି ଅଭିଭୂତ ହୋଇଯାଇଥିଲେ। ଭକ୍ତମାନଙ୍କର ଖୁସି ଦେଖି ସ୍ୱାମୀ ମଧ୍ୟ ଖୁବ୍ ଆନନ୍ଦରେ ହସୁଥିଲେ। ବରା ଭିତରେ ହୀରା। ଇନ୍ଦୁଲାଲ ଶାହା ଥରେ ଭଗବାନ ବାବାଙ୍କୁ ତାଙ୍କ ବମ୍ବେ ଘରକୁ ନିମନ୍ତ୍ରଣ କରିଥିଲେ। ଭୋଜନ ଟେବୁଲରେ ଗୋଟିଏ ପାଖରେ ଭଗବାନ ବସିଥିଲେ। ତାଙ୍କ ସାମ୍ନା ପାଖରେ ବସିଥିଲେ ଶହ ଓ ତାଙ୍କ କନ୍ୟା। ଶ୍ରୀମତୀ ଶହ ସତ୍ୟ ପ୍ରସ୍ତୁତ କରାଯାଇଥିବା ବରା ଗୋଟିଏ ଥାଳିରେ ଆଣି ଭଗବାନଙ୍କ ପାଖରେ ରଖିଲେ। ବାବା ଗୋଟିଏ ବରା ନେଇ ଶାହାଙ୍କ କନ୍ୟା ଥାଳିରେ ରଖିଦେଲେ ଏବଂ କହିଲେ, ଏଇଟିକୁ ଖାଇବା ପୂର୍ବରୁ 2 ଫାଳ କରି ଖାଇବୁ।
ସେ ବାବାଙ୍କ କଥା ମାନି ସେଇଆ କଲା ଏବଂ ଦେଖିଲା 2 ଫାଳ ବରା ଭିତରେ 2ଟି ହୀରା ଖଚିତ କାନଫୁଲ। ସମସ୍ତେ ଅଭିଭୂତ ହୋଇ ପଡ଼ିଲେ। ସ୍ୱାମୀ ନିଜ ହାତରେ କାନଫୁଲ 2ଟିକୁ କନ୍ୟା କାନରେ ପିନ୍ଧାଇ ଦେଇଥିଲେ। 1996 ମସିହା ଏପ୍ରିଲ 4ଥ ସପ୍ତାହର କଥା। କେତେକ ଭକ୍ତ ସ୍ୱାମୀଙ୍କ ସହିତ ଭୋଜନ କରୁଥିଲେ। ସ୍ୱାମୀ ନିଜ ଭୋଜନ ଶେଷ କରି ଭକ୍ତମାନଙ୍କ ଭୋଜନ ପରିଦର୍ଶନ କରୁଥିଲେ। ବିଭିନ୍ନ ବିଷୟରେ କଥାବାର୍ତ୍ତା ମଧ୍ୟ କରୁଥିଲେ। ସେ ଜଣେ ଭକ୍ତ ପାଖକୁ ଯାଇ କହିଲେ, ପୁରୀଟାକୁ ଚିରି ଦେଇ ଖାଇବୁ। ବାବା କହିବା ଅନୁସାରେ ସେ ସେଇଆ କଲେ। ପୁରୀ ଭିତରେ ଥିଲା ଗୋଟିଏ ସୁନା ମୁଦି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବାବା କହିଲେ, ସେଇଟି ତୁମର ପାଖେ ରଖ। ଅନିଲ କୁମାର ମଧ୍ୟ ସେଠାରେ ପୁରୀ ଖାଉଥିଲେ। ସ୍ୱାମୀ ତାଙ୍କୁ କହିଲେ, ଶୀଘ୍ର ଶୀଘ୍ର ଖାଅ। ଅନିଲ କୁମାର କହିଲେ, ଆପଣ କେଉଁ ପୁରୀରେ କ'ଣ ରଖୁଛନ୍ତି କିଏ ଜାଣେ? ତେଣୁ ମୁଁ ସବୁ ପୁରୀକୁ ଭଲ ଭାବେ ଦେଖି ସାରିବା ପରେ ସାବଧାନ ହୋଇ ଖାଉଛି। ଉପସ୍ଥିତ ଥିବା ପ୍ରତ୍ୟେକ ଅନିଲ କୁମାରଙ୍କ କଥା ଶୁଣି ଖୁବ୍ ହସିଲେ। ଏଭଳି ଘଟଣା ଗୁଡ଼ିକ ବଡ଼ କଥା ନୁହେଁ ଯେ କେଉଁଥିରୁ କ'ଣ ବାହାରିଲା। ମୂଳ କଥା ହେଲା ସ୍ୱାମୀଙ୍କ ସଂକଳ୍ପ। ତାହା ହିଁ ଅସଲ କଥା, ତାହା ହିଁ କାରଣ ଓ ତାହା ହିଁ ଫଳାଫଳ। ସ୍ଥିତି ବୃନ୍ଦାବନରେ ଅବସ୍ଥିତ ତ୍ରୟୀରେ ଥରେ ଛାତ୍ର ଓ କର୍ମଚାରୀମାନଙ୍କୁ ସମ୍ଭାଷଣ ପ୍ରଦାନ କରିବା ପାଇଁ ସ୍ୱାମୀ ବ୍ରିଗେଡ଼ିୟର ଏସ୍.କେ. ବୋଷଙ୍କୁ ନିମନ୍ତ୍ରଣ କଲେ। ବ୍ରିଗେଡ଼ିୟର ବୋଷ ତାଙ୍କ ସମ୍ଭାଷଣରେ ସେ ସ୍ୱାମୀଙ୍କ ପାଦପଦ୍ମରେ ରହି ଶିକ୍ଷା କରିଥିବା କଥାମାନ କହିଲେ। ସମ୍ଭାଷଣ ପ୍ରଦାନ କରିସାରି ସେ ସ୍ୱାମୀଙ୍କ ପାଦସ୍ପର୍ଶ କରିବା ପାଇଁ ଅନୁମତି ମାଗିଲେ। ବାବା ତାଙ୍କୁ ପାଦ ଛୁଇଁବାକୁ ନ ଦେଇ କହିଲେ, ତୁ ସେ ଦଶହରା ଦିନର ଘଟଣା କାହିଁକି କହିଲୁ ନାହିଁ? ଶ୍ରୀ ବୋଷ କହିଲେ, ମୁଁ ତ ଆପଣଙ୍କ ଦିବ୍ୟ ହସ୍ତର ଜଣେ ନିମିତ୍ତ ମାତ୍ର। ମୁଁ ସେ ବିଷୟ କ'ଣ କହିଥାନ୍ତି? ସେଥିରେ ମୋ ବ୍ୟକ୍ତି ସତ୍ତାର କିଛି ବାହାଦୁରୀ ନଥିଲା। ଆପଣ ସେଦିନ ମୋ ଜୀବନ ବଞ୍ଚାଇଛନ୍ତି, ଏହା ମୁଁ ମୋ ଜୀବନ ଯାକ ଭୁଲିବି ନାହିଁ। ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବି। କେବଳ ମୁଁ ଏଭଳି ଭାବେ ଋଣୀ ଯେ ତାହା ପ୍ରକାଶ କରିବା ପାଇଁ ମୋର ଭାଷା ଅଭାବ ପଡ଼ୁଛି। ଏହାପରେ ସ୍ୱାମୀ ତାଙ୍କୁ ପାଦସ୍ପର୍ଶ କରିବା ପାଇଁ ଅନୁମତି ଦେଲେ। ବ୍ରିଗେଡ଼ିୟର ନିଜ ଆସନକୁ ଫେରିଯିବା ପରେ ବାବା ଛାତ୍ର ଓ କର୍ମଚାରୀମାନଙ୍କୁ କହିଲେ, ସେଦିନ ବୋଷ ବାସ୍ତବିକ ମରିଯାଇଥିଲା। ମୁଁ ତାହାର ଜୀବନ ଫେରାଇ ଆଣିଛି। ମୋ ପାଇଁ ବହୁତ କିଛି କରିବାର ଅଛି ତାର। ଏହାର 2 ମାସ ପୂର୍ବରୁ ସ୍ୱାମୀ ବୋଷଙ୍କୁ ଗୋଟିଏ କାମର ଦାୟିତ୍ୱ ଦେଇଥିଲେ। ତାହା ହେଉଛି ମନ୍ଦିର ଚତୁଃପାର୍ଶ୍ୱରେ 12 ଫୁଟ ଓସାରର କଂକ୍ରିଟ ପକାଇବା। ସ୍ୱାମୀ ସୂଚାଇ ଦେଇଥିଲେ ଯେ ଏ କାମ ଦଶହରା ପୂର୍ବରୁ ସରିବା ଦରକାର। ଦିନକୁ 12 ଘଣ୍ଟା କାମ କରି ମଧ୍ୟ ସେ କାମ 25 ଦିନ ସମୟ ନେଲା। ପ୍ରେମ ଓ ଭକ୍ତିର ସହ ଅନେକ ଭକ୍ତ ମଧ୍ୟ ଏ କାମରେ ଶ୍ରମଦାନ କରିଥିଲେ। ଏ କାମ ସରିଯିବା ପରେ ବୋଷ ଦଶହରା 10 ଦିନ ସାରା ଭଗବାନ ପ୍ରଦାନ କରିଥିବା ଦିବ୍ୟ ସମ୍ଭାଷଣ ପ୍ରତ୍ୟେକ ଶୁଣୁଥିଲେ। 1988 ମସିହା ଅକ୍ଟୋବର 20 ତାରିଖ ଗୁରୁବାର ଦଶହରା ଦିନ ତାଙ୍କୁ ଖୁବ୍ ଜ୍ୱର ହୋଇଥିଲା। ତାହା ସତ୍ତ୍ୱେ ସେ ପୂର୍ଣ୍ଣଚନ୍ଦ୍ର ପ୍ରେକ୍ଷାଳୟ ପର୍ଯ୍ୟନ୍ତ ବଡ଼ କଷ୍ଟରେ ଆସି ମଞ୍ଚକୁ ଲାଗିଥିବା ଏକ ଚୌକିରେ ବସିଲେ। ସ୍ୱାମୀ ଦିବ୍ୟ ସମ୍ଭାଷଣ ଆରମ୍ଭ କରିଛନ୍ତି। ବୋଷଙ୍କ ଶ୍ୱାସ ରୁଦ୍ଧ ହୋଇ ଆସିଲା। ହଠାତ୍ ସେ ତାଙ୍କ ଚୌକିରେ ଢଳି ପଡ଼ିଲେ। ଆଶ୍ଚର୍ଯ୍ୟର କଥା, ତାଙ୍କ ଆଖି ବନ୍ଦ ଥିବା ସତ୍ତ୍ୱେ ତାଙ୍କ ଚତୁଃପାର୍ଶ୍ୱରେ କ'ଣ ଘଟି ଆସୁଛି ସେ ଜାଣିପାରୁଥିଲେ। ସେ ଦେଖିଲେ ଗୋଟିଏ ବିରାଟ ସୁବର୍ଣ୍ଣ ରଙ୍ଗର ପକ୍ଷୀ ତାଙ୍କ ଆଡ଼କୁ କରୁଣାପୂର୍ଣ୍ଣ ଦୃଷ୍ଟିରେ ଚାହୁଁଛି। ବୋଷ ଭାବିପାରିଲେ ନାହିଁ କିପରି ଏତେ ବଡ଼ ପକ୍ଷୀଟା ପ୍ରେକ୍ଷାଳୟ ଭିତରକୁ ଆସିପାରିଲା। କିନ୍ତୁ ପରେ ପରେ ସେ ଦେଖିଲେ ସ୍ୱାମୀ ତାଙ୍କର ହସ୍ତଦ୍ୱୟ ଉତ୍ତୋଳନ କରିଛନ୍ତି ଏବଂ ତାହା ଦ୍ୱାରା ପକ୍ଷୀଟିକୁ ଘଉଡ଼ାଇ ଦେଉଛନ୍ତି। ପକ୍ଷୀଟି ତତ୍କ୍ଷଣାତ୍ ଉଡ଼େଇଗଲା। ସେ ଦିନର ସମ୍ଭାଷଣ ସ୍ୱାମୀ ଗୋଟିଏ ଶ୍ଲୋକ ଗାନ କରୁଥିଲେ। ତାହାକୁ ମଝିରୁ ବନ୍ଦ କରିଦେଇ ଅତି ଚଞ୍ଚଳ ପଦକ୍ଷେପରେ ଚାଲି ଆସିଲେ। ସେ ତାଙ୍କ ଦକ୍ଷିଣ ହାତ ମୁଠା ଭିତରେ କିଛି ଗୋଟାଏ ଧରିଥିଲା ପରି ଜଣାପଡ଼ୁଥିଲା।
କାନ୍ଧକୁ ବାମ ହାତରେ ଉଠାଇ ଧରିବା ସହ ଡାହାଣ ହାତରେ ତାଙ୍କ ମୁଣ୍ଡ ପଛକୁ ଧୀରେ ଧୀରେ ଥାପୁଡ଼ାଇଥିଲେ। ସମ୍ଭବତଃ ସେ ଡାହାଣ ହାତ ମୁଠାରେ ବୋଷଙ୍କ ଜୀବନ ନାଟିକାକୁ ଧରି ବୋଷଙ୍କ ମୁଣ୍ଡ ପଛବାଟେ ତାଙ୍କ ଦେହରେ ଥାପୁଡ଼େଇବା ବାହାନାରେ ଜୀବନ ସଞ୍ଚାର କରୁଥିଲେ। ବୋଷ ଆଖି ଖୋଲିଲେ। ସ୍ୱାମୀଙ୍କୁ ନିଜର ଅତି ପାଖରେ ପୁଣି ବିଜୟା ଦଶମୀ ଭଳି ଦିବସରେ ଦଣ୍ଡାୟମାନ ହୋଇଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସ୍ୱାମୀଙ୍କ ପାଦ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ସେ ହସ୍ତ ପ୍ରସାରଣ କଲେ। ସେ ଉଠି ଠିଆ ହେବା ସ୍ୱାମୀ ଚାହୁଁଥିଲେ। ବୋଷ କିନ୍ତୁ ବସି ରହି ନମସ୍କାର କରି ଚାଲୁଥିଲେ। ସ୍ୱାମୀ ତାଙ୍କ ପିଠି ଥାପୁଡ଼ାଇ ଲାଗିଲେ ତାଙ୍କୁ ଶକ୍ତି ଦେବା ପାଇଁ। ସ୍ୱାମୀ କହିଲେ, ଠିଆ ହୁଅ, ମଞ୍ଚ ପାଖକୁ ଆସ ଓ କବାଟ ପାଖରେ ବସ। ବୋଷ ତାଙ୍କ କଥା ମାନିଲେ ଓ ସ୍ୱାମୀ ତାଙ୍କ ଅସମ୍ପୂର୍ଣ୍ଣ ସମ୍ଭାଷଣ ପୂର୍ଣ୍ଣ କରିବାକୁ ଯାଇ ଦୀର୍ଘ 1 ଘଣ୍ଟା କାଳ କହିଲେ। ବୋଷଙ୍କର ନିର୍ଜୀବ ମୁଖମଣ୍ଡଳ ସେହି ଘଣ୍ଟାକ ଭିତରେ ଧୀରେ ଧୀରେ ଜୀବନ ଆଲୋକ ଲାଭ କଲା। 2 ମାସ ବ୍ୟବଧାନରେ ହିଲଫ୍ୟୁ ଷ୍ଟାଡିୟମରେ କ୍ରୀଡ଼ା ଉତ୍ସବ ପାଳନ ଅବସରରେ ସ୍ୱାମୀ ପତାକା ଉତ୍ତୋଳନ କରିଥିଲେ। ସେଠାରେ ଶ୍ରୀ ବୋଷ ଉପସ୍ଥିତ ଥିଲେ ଏବଂ ସେ ପତାକାରେ ଶ୍ରୀ ମହାବିଷ୍ଣୁଙ୍କର ବାହନ ଦିବ୍ୟ ପକ୍ଷୀ ଗରୁଡ଼ଙ୍କୁ ଦେଖି ବୋଷଙ୍କ ଦେହରେ ଶ୍ରୀହରଣ ଖେଳିଗଲା। ବୋଷଙ୍କର ମନେ ପଡ଼ିଗଲା ଗତ ବିଜୟା ଦଶମୀରେ ଏହି ପକ୍ଷୀ ତାଙ୍କ ଉପରେ ବସି ଯାଇଥିଲା ଓ ତାର ଚକ୍ଷୁରେ କରୁଣା ଭରି ରହିଥିଲା। ବୋଷଙ୍କର ଆହୁରି ମନେ ପଡ଼ିଗଲା ଯେ ଗରୁଡ଼ ପୁରାଣ ବର୍ଣ୍ଣନା ଅନୁଯାୟୀ ସାଧୁସନ୍ଥମାନଙ୍କ ଆତ୍ମାକୁ ବ୍ରହ୍ମଲୋକ ଘେନିଯିବାକୁ ଗରୁଡ଼ ହିଁ ଆସିଥାନ୍ତି। ଏହିଭଳି ଭାବରେ ଭଗବାନ ତାଙ୍କ ବିଜୟା ଦଶମୀରେ ପୁନର୍ଜୀବନ ପ୍ରଦାନ କରିଥିଲେ, ଯାହା ବର୍ଣ୍ଣିବାକୁ ତାଙ୍କ ପାଖରେ ଭାଷାର ଅଭାବ ଦର୍ଶାଇ ସେ ସେଇଦିନ ଅତି ବିନୀତ ଭାବେ ସ୍ୱାମୀଙ୍କୁ କହୁଥିଲେ, ତୁମ୍ଭେମାନେ ଆତ୍ମସ୍ୱରୂପ। ବାବା ଥରେ ଆତ୍ମାର ସ୍ୱଭାବ ଓ ଭୌତିକ ଶରୀର ଓ ତାହାର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଯଥା ଇନ୍ଦ୍ରିୟ, ମନ, ବୁଦ୍ଧି ପ୍ରଭୃତି ସହ ଆତ୍ମାର ସମ୍ପର୍କ ବିଷୟରେ ବର୍ଣ୍ଣନା କରିଥିଲେ, ଯାହାର ସାରାଂଶ ପ୍ରଦାନ କରାଯାଉଛି। ମାନସ, ଚିତ୍ତ, ଇନ୍ଦ୍ରିୟଗୁଡ଼ିକ ମିଶି ସମ୍ପୂର୍ଣ୍ଣ ଦେହ ଗଠନ କରିଛନ୍ତି, କିନ୍ତୁ ଆତ୍ମା ଏସବୁର ସମାହାର ନୁହେଁ। ଦେହରେ ଆତ୍ମା ବିଦ୍ୟମାନ, ମନରେ ଆତ୍ମା ବିଦ୍ୟମାନ, ଚିତ୍ତରେ ଆତ୍ମା ବିଦ୍ୟମାନ, ଇନ୍ଦ୍ରିୟମାନଙ୍କରେ ମଧ୍ୟ ଆତ୍ମା ବିଦ୍ୟମାନ। ଏଗୁଡ଼ିକ ଆତ୍ମାର ନିର୍ଦ୍ଦେଶରେ କାମ କରନ୍ତି। ଗୋଟିଏ ଛୋଟ ଉଦାହରଣ ମାଧ୍ୟମରେ ଏହାକୁ ବୁଝାଇ ହେବ। ଗୋଟିଏ କାରରେ ଷ୍ଟେରିଂ, କ୍ଲଚ୍, ବ୍ରେକ୍ ଓ ଆହୁରି ଅନେକ କଥା ଅଛି। ଏଗୁଡ଼ିକ ତାଙ୍କ ମନ ଇଚ୍ଛା କାମ କରନ୍ତି କି? କାର ଚାଲୁଥିଲା ବେଳେ ହର୍ନ ମନକୁ ମନ ବାଜେ କି? ଷ୍ଟିଅରିଂ ମନକୁ ମନ କାମ କରେ କି? ନା, ଏସବୁ ପଛରେ ଡ୍ରାଇଭର ଥାଏ। ସେହିପରି ଦେହ ଏକ ଗାଡ଼ି ଓ ଆତ୍ମା ଡ୍ରାଇଭର। ସେ ଡ୍ରାଇଭର ଆଖିକୁ ଦେଖିବା କାମରେ ଲଗାଏ, କାନକୁ ଶୁଣିବାରେ ବ୍ୟବହାର କରେ, ପାଟିକୁ କଥା କହି କାମରେ ବ୍ୟବହାର କରେ। ଡ୍ରାଇଭର ଥିବା ପର୍ଯ୍ୟନ୍ତ ସବୁ କଥା ଠିକ୍ ଭାବେ ବ୍ୟବହୃତ ହୁଏ। ଡ୍ରାଇଭର ଦେହକୁ ଛାଡ଼ିଦେଲେ ସେହି ଆଖି ଦେଖିପାରିବ ନାହିଁ, ସେହି ପାଟି ଆଉ କଥା କହିପାରିବ ନାହିଁ। ସବୁ ଇନ୍ଦ୍ରିୟ ଓ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଆନ୍ତି। ପୂର୍ବରୁ ଏସବୁ ସଚଳ ଥିଲେ ତାଙ୍କ ମାଲିକ ବା ଡ୍ରାଇଭର ଆତ୍ମା ସକାଶେ। ମାଲିକ ଥିବା ପର୍ଯ୍ୟନ୍ତ ଦେହ ଶିବ, ମାଲିକ ଚାଲିଗଲେ ଦେହ ଶବ। ସ୍ୱାମୀ ଆମମାନଙ୍କୁ ଯାହା ବାରମ୍ବାର କହୁଛନ୍ତି, ଆମ ନିଜ ସ୍ୱରୂପ ବାବଦରେ ଆମେ ଯଦି ଗଭୀର ଭାବେ ଚିନ୍ତା କରିବା, ଆମେ ଅତି ଶୀଘ୍ର ଉପଲବ୍ଧି କରିବା ଯେ ଆମ୍ଭେମାନେ ଆତ୍ମାର ପ୍ରତିମୂର୍ତ୍ତି। ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଉପକରଣ ମାତ୍ର, ଆତ୍ମା ନୁହନ୍ତି। ସିମେଳା ଘଟଣା। ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଅତି ମାନବୀୟ ଦିବ୍ୟ ଶକ୍ତିର ଅନ୍ୟ ଏକ ପରିଚୟ ଏ ଘଟଣାରୁ ସ୍ପଷ୍ଟ ପ୍ରତିପାଦିତ ହୁଏ। ଥରେ ବାବା ତାଙ୍କର କେତେକ ଭକ୍ତଙ୍କୁ ନେଇ ସିମେଳା ଯାଇଥିଲେ। ସ୍ୱାମୀ କାରୁଣ୍ୟାନନ୍ଦ ସେ ଦଳରେ ଥିଲେ। ସେଥିରେ ଏକ ଅବିଶ୍ୱାସ୍ୟ ଘଟଣା ଘଟିଲା।
ଶିମିଳାରେ ରହିବା ପାଇଁ ଯେଉଁ ଗୃହ ସ୍ଥିର କରାଯାଇଥିଲା ସେଠାରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ପ୍ରାୟ ସନ୍ଧ୍ୟା 6ଟା ଅଧେ ମିନିଟ୍ ସମୟ। ଅନ୍ଧକାର ଆଗତ ପ୍ରାୟ। ଏହି ସମୟରେ ସେ ସହରରେ ଗୋଟିଏ ଘରେ ଜଣେ 2 ବର୍ଷ ବୟସ୍କ ବାଳକ ମରିଯାଇଥାଏ। ତା ବାପା ମା ଶୋକାଭିଭୂତ ହୋଇପଡ଼ିଥାନ୍ତି। ତାଙ୍କ ଅବସ୍ଥା ଦେଖି ତାଙ୍କର ଜଣେ ବନ୍ଧୁ କହିଲେ, ଶ୍ରୀ ସତ୍ୟସାଇ ବାବା ବର୍ତ୍ତମାନ ଆମ ସହରରେ ଅଛନ୍ତି। ପୁଅର ମୃତଦେହକୁ ତାଙ୍କ ପାଦ ତଳେ ସମର୍ପି ଦେଇ ତାଙ୍କ ଦୟା ଭିକ୍ଷା କର। ପିତାମାତା ପୁତ୍ରର ଶବକୁ ଖଣ୍ଡେ କନାରେ ଗୁଡ଼ାଇ ବାବାଙ୍କ ପାଖକୁ ଗଲେ। ପିଲାର ମା ପିଲାଟିକୁ ବାବାଙ୍କ ପାଦ ତଳେ ଶୁଆଇ ଦେଇ ଅତିଶୟ ଦୁଃଖରେ ହୃଦୟ ବିଦାରକ କଣ୍ଠରେ କାନ୍ଦି କାନ୍ଦି କହୁଥିଲା, ବାବା ମୋ ପୁଅକୁ ବଞ୍ଚାଇ ଦିଅ, ତାର ଜୀବନ ଫେରାଇ ଆଣ। ମାର କାନ୍ଦ ଶୁଣି କରୁଣାର ହିମଗିରି ତରଳିବାରେ ଆରମ୍ଭ ହେଲା। ସ୍ୱାମୀ ମୃତ ପୁତ୍ର ପ୍ରତି କୃପା କଟାକ୍ଷ ପ୍ରଦାନ କଲେ। ହଠାତ୍ ଶିଶୁଟି ଜୀବନ ଫେରି ପାଇ କାନ୍ଦି ଉଠିଲା। ପିତାମାତାଙ୍କ ଦୁଃଖ ଓ ନୈରାଶ୍ୟର ଅଶ୍ରୁ ବର୍ତ୍ତମାନ ଆନନ୍ଦ ଅଶ୍ରୁରେ ପରିଣତ ହୋଇଯାଇଥିଲା। ସେ ଦୁହେଁ ସେଦିନ ସ୍ୱାମୀଙ୍କ ପାଦ ପ୍ରକ୍ଷାଳନ କରିଦେଇଥିଲେ ତାଙ୍କ ନୟନରେ ପବିତ୍ର ଅଶ୍ରୁ ଜଳରେ। ଉପସ୍ଥିତ ଥିବା ଭକ୍ତମାନେ ମଧ୍ୟ ଏହା ଦେଖି ଅଭିଭୂତ ତଥା ଆନନ୍ଦ ଉତ୍ଫୁଲ୍ଲିତ ହୋଇଉଠି ଜୟ ସାଇରାମ ଜୟ ସାଇରାମ ଧ୍ୱନି କରି ଚାଲିଲେ। ଲୟ କରଣମ୍ ସୁବାମା ଅତି ସୌଭାଗ୍ୟବତୀ ଥିଲେ। ସେ ବାବାଙ୍କୁ ଶୈଶବରୁ ପୁତ୍ରତୁଲ୍ୟ ଭଲ ପାଉଥିଲେ। କ୍ରମେ କ୍ରମେ ଦର୍ଶନାଭିଳାଷୀ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ଏବଂ ସୁବାମା ଏ ସମସ୍ତଙ୍କୁ ଖୁଆଇବା ଦାୟିତ୍ୱ ନେଲେ। ସ୍ୱାମୀ ଓ ତାଙ୍କ ଭକ୍ତମାନଙ୍କ ପାଇଁ ପ୍ରଶାନ୍ତି ନିଳୟମ୍ ନିର୍ମାଣାଧୀନ ଥିବା ସମୟରେ ସ୍ୱାମୀ ତାଙ୍କୁ କହିଲେ ଯେ ସେ ଆଉ ବର୍ଷେ ମାତ୍ର ବଞ୍ଚିବେ। ଏଥିରେ ପ୍ରଥମେ ବ୍ୟଥିତ ହୋଇ ପଡ଼ିଥିବା ସୁବାମା କୌଣସି ମତେ ଶକ୍ତି ଓ ସାହସ ସଞ୍ଚୟ କରି ପୂର୍ବପକ୍ଷା ଅଧିକ ନିଷ୍ଠା ଓ ଭକ୍ତିର ସହ ସ୍ୱାମୀଙ୍କ ସେବାରେ ଲାଗି ରହିଲେ। କ୍ରମେ କ୍ରମେ ତାଙ୍କ ସ୍ୱାସ୍ଥ୍ୟର ଅବନତି ଦେଖାଗଲା। ତାଙ୍କ ବାପା ଘର ଲୋକେ ତାଙ୍କୁ ସେଠାରୁ ନେଇ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ଆଣିବା ପାଇଁ ଚେଷ୍ଟା କରୁଥାନ୍ତି। ସେ କିନ୍ତୁ ସ୍ୱାମୀଙ୍କ ଠାରୁ ଦୂରରେ ରହିବାର କଷ୍ଟ ସହ୍ୟ କରିପାରିନଥିଲେ ଏବଂ ପୁଟପର୍ତ୍ତି ଛାଡ଼ିବା ପୂର୍ବରୁ ସ୍ୱାମୀ ସୁବାମାଙ୍କ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ମୃତ୍ୟୁ ବେଳେ ସେ ତାଙ୍କ ପାଟିରେ ଗଙ୍ଗା ଜଳ ପାନ କରାଇବେ। କିଛି ଦିନ ଭିତରେ ସୁବାମାଙ୍କ ଦେହାନ୍ତ ହୋଇଗଲା। କେତେକ ଲୋକ ସ୍ୱାମୀଙ୍କ ପ୍ରତିଶ୍ରୁତି କଥା ମନେ ପକାଇଲେ। କେତେକ ପରିହାସ କରି କହିଲେ ଯେ ସ୍ୱାମୀ ତାଙ୍କ ପ୍ରଦତ୍ତ ପ୍ରତିଶ୍ରୁତି ପାଳନ କରିବାରେ ଅକୃତକାର୍ଯ୍ୟ ହେଲେ। ଏ ସମୟରେ ବାବା ତାଙ୍କ ଭକ୍ତମାନଙ୍କ ସହିତ ତିରୁପତି ନିକଟସ୍ଥ ପୁଟପର୍ତ୍ତିରୁ ବହୁତ ଦୂରରେ ଏକ ସ୍ଥାନରେ ଥିଲେ। ପୁଟପର୍ତ୍ତି ଫେରିବା ନିହାତି ଦରକାର କହି ବାବା ବାହାରି ପଡ଼ିଲେ। ବାବା ଏହି ଆସି ଶୁଣିଲେ ଅନେକ ଘଣ୍ଟା ପୂର୍ବରୁ ସୁବାମା ଦେହ ତ୍ୟାଗ କଲେଣି। ସ୍ୱାମୀ ଆସି ଦେଖିଲେ ସୁବାମାଙ୍କ ଦେହ ସାରା ପିମ୍ପୁଡ଼ି ଚାଲିଲେଣି। ସ୍ୱାମୀ କହିଲେ, ସୁବାମା ମରିନାହିଁ, ବଞ୍ଚିଛି। ସେଠାରେ ଉପସ୍ଥିତ ଥିବା ସମସ୍ତେ କହିଲେ, ନା ସ୍ୱାମୀ, ସେ ଅନେକ ସମୟ ପୂର୍ବରୁ ମରିଯାଇଛନ୍ତି। ସ୍ୱାମୀ କିନ୍ତୁ ପୁନର୍ବାର କହିଲେ, ସୁବାମା ବଞ୍ଚିଛି। ସେ ତା ଶବ ପାଖକୁ ଯାଇ ପାଟି କରି କହିଲେ, ସୁବାମା ଆଖି ଖୋଲ, ଦେଖ ତୋ ସ୍ୱାମୀ, ମୁଁ ଆସିଛି। ଚାରି ପାଖରେ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ସୁବାମା ଆଖି ଖୋଲିଲେ। ତାଙ୍କ ଆଖିରୁ ଲୁହ ଗଡ଼ି ଆସିଲା। ସମସ୍ତେ ନିର୍ବାକ୍ ହୋଇଗଲେ। ସ୍ୱାମୀ ନିଜ ଆଙ୍ଗୁଠିରେ ତାଙ୍କର ଓଠକୁ ସ୍ପର୍ଶ କଲେ। ଏହି ସମୟରେ ସୁଶୀତଳ ଓ ନିର୍ମଳ ସ୍ୱର୍ଗୀୟ ଗଙ୍ଗାଜଳ ସ୍ୱାମୀଙ୍କ ଆଙ୍ଗୁଠିରୁ ବାହାରି ସୁବାମାଙ୍କ ଶୁଷ୍କ ଓଠ ଦେଇ ମୁଖ ମଧ୍ୟକୁ ରହିଗଲା ଓ ସୁବାମା ତାକୁ ପାନ କଲେ। ତାଙ୍କ ମୁହଁ ଏକ ଅବର୍ଣ୍ଣନୀୟ ସନ୍ତୋଷରେ ଝଲସି ଉଠିଲା। ସେ ସ୍ୱାମୀଙ୍କ ହାତରୁ ସ୍ପର୍ଶ କଲେ ଏବଂ ଶେଷ ଥର ପାଇଁ ଚକ୍ଷୁ ମୁଦିଲେ। ପ୍ରତ୍ୟେକ ମୃତ୍ୟୁର ସଠିକ୍ ମୁହୂର୍ତ୍ତ ସ୍ୱାମୀ ସବୁଠାରୁ ଭଲ ଭାବରେ ଜାଣନ୍ତି। ସୃଷ୍ଟି, ସ୍ଥିତି ଓ ଲୟ ଏ ସବୁକିଛି ସ୍ୱାମୀଙ୍କ ନିଜ ନିୟନ୍ତ୍ରଣରେ। ସେଥିପାଇଁ ସେ ସ୍ୱୟଂ ଭଗବାନ। ସୃଷ୍ଟି, ସ୍ଥିତି ଓ ଲୟ ମୋ ହାତ ମୁଠାରେ। ସ୍ୱାମୀ ନିଜ ସାକ୍ଷାତକାର କକ୍ଷରେ କେତେକ ଭକ୍ତମାନଙ୍କ ସହିତ କଥାବାର୍ତ୍ତା ହେଉଥିଲେ। ସେ ସେମାନଙ୍କୁ ନିଜ ହାତ ପାପୁଲି ଦେଖାଇଲେ
ଓ ସେଥିରେ କ'ଣ ଅଛି ବୋଲି ପଚାରିଲେ। କେତେକ କହିଲେ ଏଥିରେ କିଛି ନାହିଁ। ବାବା ଅତି ସରଳ ଭାବରେ କହିଲେ, ଏ ଶୂନ୍ୟ ହସ୍ତ ସବୁ କିଛିର ପରିପୂର୍ଣ୍ଣ। ସେ ହାତକୁ ମୁଠା କରି ପର ମୁହୂର୍ତ୍ତରେ ଖୋଲିଦେଲେ। ଦେଖାଗଲା ତାଙ୍କ ହାତରେ ଗୋଟିଏ ପଙ୍ଗପାଳ। ଆହୁରି ଆଶ୍ଚର୍ଯ୍ୟର କଥା ଯେ ସେ ଖାଇ ବଞ୍ଚିବା ଛୋଟ ପତ୍ର ଖଣ୍ଡ ମଧ୍ୟ ସ୍ୱାମୀଙ୍କ ପାପୁଲିରେ ଥିଲା। ପଙ୍ଗପାଳଟି ସେ ପତ୍ରକୁ ଖାଉଥିଲା। କିଛି କ୍ଷଣ ପରେ ସ୍ୱାମୀ ହାତ ମୁଠା କରି ପୁଣି ଖୋଲି ଦେଇଥିଲେ। ସେଥିରେ କିଛି ନଥିଲା। ସେଠାରେ ଥିବା ଭକ୍ତମାନଙ୍କ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ଏହି ଘଟଣା ମାଧ୍ୟମରେ ସ୍ୱାମୀ ଆମ ଭଳି ଅଜ୍ଞାନମାନଙ୍କୁ ଦେଖାଇ ଦେବାକୁ ଚାହିଁଲେ ଯେ ତାଙ୍କ ଅଧୀନରେ ସୃଷ୍ଟି, ସ୍ଥିତି ଓ ଲୟ ଅଛି। ଏହା 30 ବର୍ଷ ତଳର ଘଟଣା। ଅତି ସାରଗର୍ଭକ ଶବ୍ଦ ବ୍ୟବହାର କରି ସ୍ୱାମୀ ତାଙ୍କ ଦୈବତ୍ୱ ବାବଦରେ ବୁଝାଇଛନ୍ତି। ଭ ଅର୍ଥ ସୃଷ୍ଟି, ଗ ଅର୍ଥ ସ୍ଥିତି, ବା ଅର୍ଥ ଭୟ। ଏ ତିନୋଟି କ୍ଷମତାର ସାକାର ପ୍ରତିମୂର୍ତ୍ତି ଯିଏ, ସେ ଭଗବାନ। ଏହା ହିଁ ମୋ ଦୈବତ୍ୱର ସ୍ପଷ୍ଟ ରହସ୍ୟ। ଶ୍ରୀ ସତ୍ୟ ସାଇ ପରମ ବ୍ରହ୍ମଣେ ନମଃ। शांति शांति शांति। तपोवनम 7ମ ଅଧ୍ୟାୟ ସମ୍ପୂର୍ଣ୍ଣ।